ତାର ଆଜି ପର୍ଯ୍ୟନ୍ତ 24 ମସିହା ପର୍ଯ୍ୟନ୍ତ ସେ ଭାବୁଥିଲା ଯେ ବିଜେପି ବୋଧହୁଏ ତା'ର ସହଯୋଗୀ ବୋଲିକିରି। ସେ ଜାଣିପାରୁନଥିଲା ବିଜେପି ତା ଭିତରେ ଲୋକ ରଖିକିରି ତାକୁ କେମିତି ନଷ୍ଟ କରିବାକୁ ଯାଉଛି। ଏବେ ଯଦି ସେମାନେ ବୁଝିପାରିଥିବେ ତାହେଲେ ସଠିକ୍ ବାଟରେ ଯିବେ, ଅସୁବିଧା କିଛି ହେବନି। କ'ଣ କରିବେ ତାଙ୍କ ଉପରେ ନିର୍ଭର କରେ, ବିଜୁ ଜନତା ଦଳ ଉପରେ। ଆ ସାଙ୍ଗରେ ତ କରିବେ ନାହିଁ, ଇଣ୍ଡିଆ ମେଣ୍ଟ ସାଙ୍ଗରେ କରିବେ କହିକି କଂଗ୍ରେସ ଇଣ୍ଡିଆ ମେଣ୍ଟ ସାଙ୍ଗେ ରହିବେ। କାରଣ ବିଜୁ ଜନତା ଦଳର ସମ୍ବିଧାନ ବା ତାର ମୂଳ ସ୍ଥିତି ହେଉଛି ଏକ ନନ୍ କମ୍ୟୁନାଲ୍ ସେକୁଲାର ପାର୍ଟି। ବିଜୁ ପଟ୍ଟନାୟକ ମଧ୍ୟ ଅତ୍ୟନ୍ତ ସେକୁଲାର ଥିଲେ, ତାଙ୍କ ପରିବାର ବଡ଼ ସେକୁଲାର ଥିଲା। କିନ୍ତୁ ଯେତେବେଳେ ବିଜେଡ଼ି ଫର୍ମେସନ୍ ହେଲା, ସେତେବେଳେ କଂଗ୍ରେସ ମୂଳଶତ୍ରୁ ବିଚାର କରିକିରି କଂଗ୍ରେସକୁ ହଟାଇବା ପାଇଁ ବିଜେପି ସାଙ୍ଗରେ ମେଣ୍ଟ କଲା। ସେଇଟା 9 ମସିହା ପର୍ଯ୍ୟନ୍ତ ସେ ମେଣ୍ଟ ଚାଲିଲା। ତାପରେ ମେଣ୍ଟ ଭାଙ୍ଗିଗଲା। ମେଣ୍ଟ ଭାଙ୍ଗିଗଲା ପରେ ମଧ୍ୟ 14 ମସିହା ପର୍ଯ୍ୟନ୍ତ ବିଜୁ ଜନତା ଦଳ ନିଜକୁ ଇକ୍ୱିଡିଷ୍ଟାନ୍ସ ସମ ଦୂରତା କଂଗ୍ରେସ ଠାରୁ ଏବଂ ବିଜେପି ଠାରୁ ବୋଲିକରି କହିଲା। କିନ୍ତୁ ଭାରତବର୍ଷର ଯେତେ ଅପକର୍ମ କଲା ବିଜେପି, ଯାହା ସବୁ କରିଛି ତା ସାଙ୍ଗରେ ସହଯୋଗ କଲା। ଦିଲ୍ଲୀ ଲେବୁଲରେ ସେଠି ଯେତେ ଆଇନ କଲା ବିଜେପି ତା ସାଙ୍ଗରେ ତାକୁ ସହଯୋଗ ଦେଲା, ସବୁ କଥାରେ ସହଯୋଗ ଦେଲା। 2014 ପରେ 19 ପର୍ଯ୍ୟନ୍ତ ମଧ୍ୟ ସହଯୋଗ ଦେଲା। ବର୍ତ୍ତମାନ କିନ୍ତୁ ବିଜେପିର ଲକ୍ଷଣ ହେଉଛି ଯେ ସେ ପ୍ରଥମେ କଂଗ୍ରେସକୁ ମାରିବ ବୋଲିକିରି କହିଲା, କଂଗ୍ରେସ ମୁକ୍ତ ଭାରତ। କିନ୍ତୁ ତା'ର ମୂଳ ଲକ୍ଷ୍ୟ ହେଉଛି ୱାନ୍ ନେସନ୍ ୱାନ୍ ପାର୍ଟି ୱାନ୍ ନେତା। ତାଙ୍କର ଲକ୍ଷ୍ୟ ହେଉଛି ସେଇଟା। ଏଣୁ ଷ୍ଟେଟ୍ ପାର୍ଟି ବା ରିଜନାଲ୍ ପାର୍ଟିମାନଙ୍କୁ ସେ ବଞ୍ଚିବାକୁ ଦେବ ନାହିଁ। କେବଳ ଦକ୍ଷିଣ ଭାରତରେ ପ୍ରବେଶ କରିପାରିବ ନାହିଁ, କାରଣ ଦକ୍ଷିଣ ଭାରତରେ ସେ ବଡ଼ ଶକ୍ତିଶାଳୀ ଅଛନ୍ତି ଏଇ ଆଞ୍ଚଳିକ ଦଳମାନେ। ସେ ଚେଷ୍ଟା କରୁଛି ଅନ୍ୟ ସବୁଠାଇଁ ଆଞ୍ଚଳିକ ଦଳଗୁଡ଼ାକୁ ଖତମ କରିବା ପାଇଁ, ତାଙ୍କର ସହଯୋଗ ନେବ ଏବଂ ତାଙ୍କୁ ଖତମ କରିବ। ଯଦି ସେ କଥା ବିଜେଡ଼ି ବୁଝିପାରିଲାଣି ବା ବୁଝିପାରିଥିବ, ତାହେଲେ କେବେ ହେଲେ ଆଉ ବିଜେପି ସାଙ୍ଗରେ ସମଝୋତା ବା ଇଏ କରିବ ନାହିଁ। ସେ ଚାଲି ଆସିବ ବିଜେଡ଼ି, ମାନେ ଯେଉଁ ବିଜେଡ଼ି ଅଛି, ଯେଉଁ ଇଏ ଅଛି ଇଣ୍ଡିଆ ଗଠବନ୍ଧନ ଅଛି, ତା ପାଖକୁ ଆସିବ। ଯଦି ସେଇଟା ନିଷ୍ପତ୍ତି ସେମାନେ କରନ୍ତି, ମୁଁ ତ ଭାବୁଛି କଂଗ୍ରେସର କିଛି ଆପତ୍ତି ରହିବ ନାହିଁ। କାହିଁ ରହିବ କଂଗ୍ରେସର ଆପତ୍ତି? କଂଗ୍ରେସର ମୂଳ ଲକ୍ଷ୍ୟ ବର୍ତ୍ତମାନ ହେଉଛି ଭାରତର ଯେଉଁ ମୂଳ ତତ୍ତ୍ୱ, ଭାରତବର୍ଷର ଯେଉଁ ବିଚାର, ସେ ବିଚାରକୁ ଖତମ କରୁଥିବା ଭାରତୀୟ ଜନତା ପାର୍ଟିକୁ, ଭାରତୀୟ ବିଚାରକୁ ସୁରକ୍ଷିତ କରିବା ପାଇଁ, ସୁରକ୍ଷା ଦେବା ପାଇଁ ବିଜେପି ଠାରୁ ଭାରତକୁ ଅଲଗା କରି ରଖିବ। ଏଣୁ ସେ ନିଶ୍ଚୟ ସ୍ୱାଗତ କରିବ। ମୋର ବିଚାରରେ ତ ନିଶ୍ଚୟ ରାହୁଲ ଗାନ୍ଧୀ ଯେଉଁ ଲାଇନ୍ରେ, ଯେଉଁ ବ୍ୟବସ୍ଥାରେ ଦେଶକୁ ବା ଦଳକୁ ନେଉଛନ୍ତି, ସେଥିରେ ତ ସେ ନିଶ୍ଚୟ ସେ କଥା କରିବେ। ବିଜେଡି କଂଗ୍ରେସ ସହିତ ଇଣ୍ଡିଆ ବ୍ଲକରେ ମେଣ୍ଟ କରିଦେବାଟା ଜରୁରୀ, ଠିକ୍ ଭାବୁଛନ୍ତି ଆପଣ? ଯଦି ସେମାନେ ଭାବିବେ ଠିକ୍ ବୋଲିକିରି, ଏବଂ ତାଙ୍କ ବିଚାର ଯଦି ଯେଉଁ ବିଚାରରେ ତାଙ୍କର ଜନ୍ମ ହୋଇଥିଲା, ଯେଉଁ ବିଚାରରେ ବିଜୁ ପଟ୍ଟନାୟକ ଯେଉଁ ବିଚାର ଥିଲା, ସେଇ ବିଚାରକୁ ନେଇକରି ଯଦି ସେ ଚାଲନ୍ତି, ତାହେଲେ ତ ନିଶ୍ଚିତ ଭାବରେ ସେ ବିଜେପିର ହାତ ଛାଡ଼ିବେ। 24 ନିର୍ବାଚନ ଆଜ୍ଞା ଗୋଟେ ଚର୍ଚ୍ଚା ହେଉଥିଲା ଯେ ବିଜେଡ଼ି କଂଗ୍ରେସକୁ ଭାଙ୍ଗିକି ବିଜେପିର ବାଟ ଫଟେଇ ଦେଇଥିଲା। ତାର ଆଜି ପର୍ଯ୍ୟନ୍ତ 24 ମସିହା ପର୍ଯ୍ୟନ୍ତ ସେ ଭାବୁଥିଲା ଯେ ବିଜେପି ବୋଧହୁଏ ତା'ର ସହଯୋଗୀ ବୋଲିକିରି। ସେ ଜାଣିପାରୁନଥିଲା ବିଜେପି ତା ଭିତରେ ଲୋକ ରଖିକିରି ତାକୁ କେମିତି ନଷ୍ଟ କରିବାକୁ ଯାଉଛି। ଏବେ ଯଦି ସେମାନେ ବୁଝିପାରିଥିବେ ତାହେଲେ ସଠିକ୍ ବାଟରେ ଯିବେ, ଅସୁବିଧା କିଛି ହେବନି। ହଠାତ୍ ଯେଉଁ ମେଣ୍ଟ କଥା ଚର୍ଚ୍ଚା ଆଲୋଚନା ହେଲା, ପ୍ରକୃତରେ କାହା ଆଡ଼ୁ ମେଣ୍ଟ କଥା ଉଠାଯାଇଛି? କ'ଣ ବିଜେଡ଼ି ଯାଇଛି ମେଣ୍ଟ କାହାକୁ ଆବଶ୍ୟକ ପଡ଼ିଛି? ଶୁଣ, ଆବଶ୍ୟକ ସମସ୍ତଙ୍କର, ଆବଶ୍ୟକ କେବଳ ବିଜେଡ଼ିର ନୁହେଁ କି ଆବଶ୍ୟକ କଂଗ୍ରେସର ନୁହେଁ, ଇଣ୍ଡିଆ ମେଣ୍ଟର ନୁହେଁ, ଉଭୟଙ୍କର ଆବଶ୍ୟକ। ଉଭୟଙ୍କର ଆବଶ୍ୟକ। ଯଦି ଉଭୟଙ୍କର ଉନ୍ନତି ଚାହାନ୍ତି, ତାହେଲେ ସାଙ୍ଗ ହୋଇକରି ଚାଲିବା ପାଇଁକି ନିଶ୍ଚୟ ନିଷ୍ପତ୍ତି ନେବେ। ମୋର ତ ବିଚାରରେ ଏ ନିଷ୍ପତ୍ତି ହେଲେ ଖୁବ୍ ଭଲ ହେବ, ଭାରତବର୍ଷରେ ଭଲ ହେବ, ଓଡ଼ିଶାରେ ବି ଭଲ ହେବ। ଯଦି ବି ସାର୍ ମେଣ୍ଟ ହେଉଛି ତାହେଲେ ବି ସରକାର ଗଢ଼ି ହେବନି, ଏକାକି ମେଣ୍ଟ ସରକାର ହେଇପାରିବନି, କାହିଁକିନା ସିଟ୍ କମ୍ ରହିବ। ସେଇଟା ଷ୍ଟ୍ରେଙ୍ଗଥ୍ ଉପରେ ନିର୍ଭର କରେ। ଆମେ ଯେତେବେଳେ ବିଜେପିର ଗଠବନ୍ଧନ କରିଥିଲୁ, ଆମେ ବିଚାର କରିଥିଲୁ ଯେ ସେତେବେଳର ଜନତା ଦଳର ସବୁ ସଦସ୍ୟମାନେ
ଏକାଠି ହେଇଯିବେ ତାହେଲେ ଆମେ ବିଜେପି କି ମାତ୍ର 10-12ଟା ସିଟ୍ ଛାଡ଼ିବୁ ଆସେମ୍ବଲିରେ। କିନ୍ତୁ ଦେଖାଗଲା 50% ଜନତା ଦଳର ଲୋକ ସେ ରହିଗଲେ ଜନତା ଦଳରେ ଆମ ଗଠବନ୍ଧନ ବେଳକୁ। ସୋ ନ୍ୟାଚୁରାଲି ଆମକୁ ଅଧିକ ସିଟ୍ ଦେବାକୁ ପଡ଼ିଲା, 1/3 ଦେବାକୁ ପଡ଼ିଲା ବିଜେପିକୁ ପାର୍ଲାମେଣ୍ଟରେ ଦେଲୁ ଏବଂ ଏଠି ବି ଦେଲୁ। ସେମିତି ଏଠି ଯଦି ଷ୍ଟ୍ରେଙ୍ଗଥ୍ ଅନୁସାରେ କଂଗ୍ରେସ ଆଉ ବିଜେଡ଼ିର ଷ୍ଟ୍ରେଙ୍ଗଥ୍ଟା ବଢ଼ିଯିବ, ମାନେ ଆଙ୍କ ଷ୍ଟ୍ରେଙ୍ଗଥ୍ ଭିତରେ ମୋଟାମୋଟି ଯାହା ହେବ ଏବଂ ଆଙ୍କ ଷ୍ଟ୍ରେଙ୍ଗଥ୍ ଭିତରେ ରାଜ୍ୟ ଦଳ ତ ବାଣ୍ଟିବ ନାହିଁ, ରାଜ୍ୟର ନେତାମାନେ ଆକୁ ବାଣ୍ଟିବେ କେନ୍ଦ୍ରୀୟ ନେତାମାନେ। ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତବର୍ଷର ସୁବିଧା ଦୃଷ୍ଟିରୁ ସ୍ୱାର୍ଥ ଦୃଷ୍ଟିରୁ ଅତ୍ୟନ୍ତ ଲିବରାଲ, ବଡ଼ ଉଦାରବାଦୀ ବ୍ୟବସ୍ଥା କରିକିରି ସେ ସବୁଠାଇଁ ସେ ନିଜେ ପହଞ୍ଚୁଛନ୍ତି ଏବଂ ଯାହା ଗଠବନ୍ଧନ ହେବ ତା'ର ନିଷ୍ପତ୍ତି ସେ ନେଉଛନ୍ତି। ମୁଁ ତ ବିଚାର କରିବି ଯଦି ପ୍ରକୃତରେ ଓଡ଼ିଶାରେ ବିଜେଡ଼ି ଆଉ କଂଗ୍ରେସର ଗଠବନ୍ଧନ ହୁଏ ତାହେଲେ ରାହୁଲ ଗାନ୍ଧୀ ତ ଏଥିରେ ନିଶ୍ଚିତ ନେବେ, ନିଷ୍ପତ୍ତି ନେବା ପାଇଁକି ଆଗେଇକି ଆସିବେ ଏବଂ ଓଡ଼ିଶାର ମଙ୍ଗଳ ହେବ, ଭାରତବର୍ଷର ମଙ୍ଗଳ ହେବ। ଆଉ ଗୋଟେ ଦେଖିବା ନିର୍ବାଚନ ସରିକି ପାଖାପାଖି 70 ଦିନ ଉପରେ ହେଇଗଲାଣି। କଂଗ୍ରେସ ବିଧାୟକ ଦଳ ନେତାରେ ଦଳ ସମିତି ରହିଯାଇଛି, ଷ୍ଟିୟରିଂ କମିଟିରେ ସେମିତି ଦଳର ମଙ୍ଗୁଆଳ ଏପର୍ଯ୍ୟନ୍ତ କେହି ଆସିପାରିନାହାନ୍ତି। ସଭାପତି ଦଳ କାହାର? କଂଗ୍ରେସର। ହଁ, କଂଗ୍ରେସ କ'ଣ ହେଇଛି, କଂଗ୍ରେସର ଗୋଟାକ ପରେ ଗୋଟାଏ ନିର୍ବାଚନ ବର୍ତ୍ତମାନ ଭାରତବର୍ଷରେ ଲାଗିଛି ଏବଂ କଂଗ୍ରେସ ତା'ର ସମସ୍ତ ଶକ୍ତି ଠୁଳ କରିକିରି ସେସବୁ ନିର୍ବାଚନରେ ଲଢ଼ିବାକୁ ଯାଉଛି। ସେଇ ଦୃଷ୍ଟିରୁ ସେ ଆଉ ସମୟ ଦେଇପାରୁନାହାନ୍ତି ସେଠିକାର ନେତାମାନେ। ଗୋଟାକ ପରେ ଗୋଟାଏ ଏବେ ସରିଲା ଜାମ୍ମୁ କାଶ୍ମୀର, ହରିୟାଣା, ତାପରେ ଆସିଯିବ ଝାଡ଼ଖଣ୍ଡ, ଝାଡ଼ଖଣ୍ଡର ନିର୍ବାଚନ ହେବ। ଏମିତି ଗୋଟାକ ପରେ ଗୋଟାଏ ଆସୁଛି ଏବଂ ସବୁ ନେତାମାନେ ସମସ୍ତେ ବର୍ତ୍ତମାନ ସେଠି କନସେନ୍ଟ୍ରେଟ୍ କରୁଛନ୍ତି, କାରଣ ତାଙ୍କ ପାଖରେ ପଇସା ନାହିଁ, ବଳ ନାହିଁ, ନିଜର ଯାହା ଶକ୍ତି ବଳକୁ ଠୁଳ କରିବେ। ତାଙ୍କ ପାଖରେ ସବୁ ବଳ ଅଛି, କ୍ଷମତା ବଳ ଅଛି, ପଇସା ବଳ ଅଛି, ମିଥ୍ୟାଚାରର ବଳ ବି ଅଛି। ତେଣୁ ସେ ସବୁ ବଳକୁ ପ୍ରତ୍ୟାହୃତ କରିକି ଆଗେଇବା ପାଇଁ ହେଲେ କଂଗ୍ରେସ ସେଠି ସମୟ ଦେଉଛି, ଦେଇପାରିନାହିଁ ଏଠି, କିନ୍ତୁ ଶୀଘ୍ର ଦେବା ଉଚିତ। କାରଣ ଗୋଟାଏ ରାଜ୍ୟରେ ଦଳର ସଭାପତି କେହି ରହିବେ ନାହିଁ, ବାହାରର ଲୋକଟାଏ ଆସିକି ସେ ବି ଆସୁନାହାନ୍ତି। ସେ ଯିଏ ଏଠି ଅଛନ୍ତି ପ୍ରଭାରୀ, ସେ ତାଙ୍କ ନିଜ ନ୍ୟାଚୁରାଲି ସେ ନିର୍ବାଚନରେ ଲଢ଼ୁଛନ୍ତି, ସେ ନିଜେ ଇସ୍ତଫା ଦେଇଦେବା କଥା। ସେ କ'ଣ ପାଇଁ କାହିଁକି ଅଛନ୍ତି, କି ଲୋଭ ତାଙ୍କର ଏଠି ଓଡ଼ିଶାରେ ଲାଗିଛି, ସେଟା ତାଙ୍କୁ ଜଣା। ଦେଖିବା ବର୍ତ୍ତମାନ ବିଜେଡ଼ି ହେଉ କିମ୍ବା ବିଜେପି ହେଉ, ସଦସ୍ୟତା ଅଭିଯାନ ହେଉ, ପଦଯାତ୍ରା ହେଉ, ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ କଲେଣି। ଆଗାମୀ ନ୍ୟାଚୁରାଲି ସବୁ ମେମ୍ବରସିପ୍ କଲେଣି। କଂଗ୍ରେସ ପାଇଁ ଗୋଟେ ଚ୍ୟାଲେଞ୍ଜିଂ ନାଇଁ ହେବ, ନିଶ୍ଚୟ ଆମେ ସମସ୍ତେ ସେଥିପାଇଁ ବଡ଼ ଚିନ୍ତା କରୁଛୁ। ଯେଉଁମାନେ କଂଗ୍ରେସର ପୁରୁଖା ନେତାମାନେ ଅନେକ ସମୟରେ ଆମ ଭିତରେ କଥାବାର୍ତ୍ତା ହେଉଛନ୍ତି, ଆମେ ସବୁ ଚାଲୁଛୁ, ସେଇଟା ଗୋଟେ ଦୁଃଖଦାୟକ ଘଟଣା। ଏତକ ସେ ଯେଉଁ ଆଙ୍କରି ଭିତରୁ ଜଣେ କାହାକୁ ମଧ୍ୟ ସଭାପତି କରିଦେଇକି ଛାଡ଼ି ଦେଇଥିଲେ ହେଇଥାନ୍ତା, କିନ୍ତୁ ସେ ତା ନିଜ କ୍ଷମତା ଦେଖାଇବା ପାଇଁକି ସେ ଯେଉଁ ପ୍ରଭାରୀ ଆସିଛନ୍ତି, ସେ କାହିଁକି ଏମିତି କରୁଛନ୍ତି ସେ ତାଙ୍କୁ ଜଣା। ପ୍ରଭାରୀଙ୍କ ପ୍ରଭାବ ଓଡ଼ିଶାର କଂଗ୍ରେସରେ ନାହିଁ ଏବଂ ଗୋଷ୍ଠୀ ଆଉ ଗୋଟେ ଚର୍ଚ୍ଚା ଯେଉଁ ଗୋଷ୍ଠୀ କନ୍ଦଳ ପାଇଁ ପିସିସି ବି ଠିକ୍ ହେଇପାରୁନାହାନ୍ତି। ଏପଟେ ବିଧାୟକ ଦଳ ନେତା ଗୋଷ୍ଠୀ କନ୍ଦଳ କଂଗ୍ରେସରେ ଏଠି କିଛି ନାହିଁ, ଏଇଟା ମିଛ। ଏଇଟା ମୁଁ ନିଜେ ଅନୁଭବ କରୁଛି। ଯେତେବେଳେ ଆମେ ଏକାଠି ବସି କଥାବାର୍ତ୍ତା ହେଉଛୁ, ଏଠି ଗୋଷ୍ଠୀ କନ୍ଦଳ ନାହିଁ। ନେତା ହେବା ପାଇଁକି ନ୍ୟାଚୁରାଲି କାହା ମନରେ ସଭାପତି ହେବା ପାଇଁ ନେତା ଥିବ, ଭିନ୍ନ ଲୋକଙ୍କର ମତ ଥିବ, ତା ଭିତରେ ଇଚ୍ଛା ଥିବ, କିନ୍ତୁ ବରଂ ବର୍ତ୍ତମାନ ଗୋଷ୍ଠୀ କନ୍ଦଳ ଭାରତୀୟ ଜନତା ପାର୍ଟିରେ ବ୍ୟାପକ, ଆହୁରି ଆଗକୁ ବଢ଼ିବ। ସମସ୍ତେ ଦେଖିବେ ଆଗକୁ ବଢ଼ିବ। ଏଣୁ ଗୋଷ୍ଠୀ କନ୍ଦଳ ନୁହେଁ, କିନ୍ତୁ ଯାହା ଯେଉଁ ଦାୟିତ୍ୱ ନେଇକରି ଦଳଟା କାମ କରିବା କଥା ତାହା କରୁନାହିଁ, ମୋତେ ସ୍ୱୀକାର କରିବାକୁ ପଡ଼ୁଛି। ବର୍ତ୍ତମାନ ଯେଉଁ ବିଜେଡ଼ି କଂଗ୍ରେସ ମେଣ୍ଟକୁ ନେଇକି ଆପଣ କହିଲେ ଯେ ହେଇଯିବା ବି ସମ୍ଭବ ଅଛି, ହେଇଯିବାଟା ବି ଠିକ୍, କିନ୍ତୁ କିଛି ଦିନ ତଳେ ମୁଖ୍ୟ ମଧ୍ୟ କହିଥିଲେ ଯେ ବିଜେଡ଼ି କଂଗ୍ରେସ ମେଣ୍ଟ ଏଇଟା ଗୋଟେ ଦିବା ସ୍ୱପ୍ନ, ଏଇଟା କେବେ ସମ୍ଭବ ହେବନି। ଆମେ କିଏ କ'ଣ ଏଠି କହିଲା ସେଥିରେ କାହାକୁ ସମ୍ଭବ ନାହିଁ। ଇଏ ହେଉଛି କଂଗ୍ରେସ ଦଳଟା ହେଉଛି ଗୋଟେ ଜାତୀୟ ଦଳ ଏବଂ ଆର ଜାତୀୟ ନେତାମାନେ ଭାରତବର୍ଷର ସ୍ୱାର୍ଥ ଦୃଷ୍ଟିରୁ, ଜନଗଣଙ୍କର ସ୍ୱାର୍ଥ ଦୃଷ୍ଟିରୁ ସେ ନିଷ୍ପତ୍ତି ନିଅନ୍ତି। ତେଣୁ ସିଏ ନେବେ ନିଷ୍ପତ୍ତି। ଆମ ଭିତରୁ କିଏ କ'ଣ କହିଥିବ ତାର ବ୍ୟକ୍ତିଗତ ମତ ମୁଁ କହିପାରିବି ନାହିଁ।